ହୀରାକୁଦ ବନ୍ଧଟା ପୁରା ଭାଙ୍ଗି ଯାବାଟା ଭାଙ୍ଗିଯିବ। 65ଟା ପୋଲ ଭିତରୁ 58ଟା ପୋଲ ଭାଙ୍ଗିଯିବ। ରାମଦାସକୁ ଅଚୋଦା କହୁଛନ୍ତି ପୁଅ ରାମଦାସ ଏମିତି ହୀରା ପାରା ଦୁହେଁ ଏକାଠି ହେଇଯିବେ। ହୀରାକୁଦକୁ ପାରାଦୀପ ସବୁ ଜଳାର୍ଣ୍ଣବ ହେଇଯିବ। ଫନ୍ଦା ପତିତ ହୋଇବ ଯେକାଳ ଫାଟି ଯିବ ହଟକେଶ୍ୱର ଚୂଳ। ସେଠାରେ ହୋଇବ ଏକ ସାଗର ସହସ୍ର ଗ୍ରାମେ ନ ରହିବେ ନର। ମାନେ ଯୋଉ ହଟକେଶ୍ୱର ମହାଦେବ ଅଛନ୍ତି ଅତି ଉଷ୍ଣପୁଷ୍ଣ ପାଖରେ, ସେଠି 1000 ଗାଁରେ ଲୋକ ରହିବେନି, ସେଠି ସାଗର ଭଳିଆ ପାଣି ମାଡ଼ିଯିବ। ପାକିସ୍ତାନକୁ କୋଉମାନେ ସାହାଯ୍ୟ କରିବେ? ଚାଇନା, ତୁର୍କୀ, ଇରାକ ଏଗୁলো ସବୁ ସାହାଯ୍ୟ କରିବେ କାହାକୁ? ପାକିସ୍ତାନକୁ। ଏହା ଦେଖି ରୁଷିଆ ଆସି ହୋଇବ ଠିଆ ଭାରତ ସମର କ୍ଷେତ୍ରରେ ସେ ଏକୁଟିଆ। ଏକମାତ୍ର ରୁଷିଆ ଆସିକି ଭାରତ ସପକ୍ଷରେ ରହିବ। ଦୋହଲୁଛି ହୀରାକୁଦର 16 ନମ୍ବର ଗେଟ୍। ଉପକୂଳବର୍ତ୍ତୀ ଯେତେ ସବୁ ଜିଲ୍ଲା ଅଛି ସେ ସବୁକୁ ବର୍ତ୍ତମାନ ମଧ୍ୟ ରେଡ୍ ଆଲର୍ଟ ଘୋଷଣା କଲାଣି ସରକାର। ଆଗକୁ 24 ଘଣ୍ଟା 48 ଘଣ୍ଟା ବହୁତ ବିପଦ ମଧ୍ୟ ଜଣାପଡ଼ୁଛି। ତେବେ ଏପଟେ 16 ନମ୍ବର ଗେଟ୍ ଦୋହଲୁଛି, ଯାହା ମାଳିକା ଲେଖା ଅଛି ହୀରାକୁଦ ବନ୍ଧ ଭାଙ୍ଗିବ ଆଉ ବୁଡ଼ିବ ଓଡ଼ିଶାର 60% ଭାଗ। ମିନଶନିକୁ ପୁରୀ ଯାଇଛି ଠିକ୍ 16 ମାସ। ତେବେ ଆଗକୁ କ'ଣ ମାଳିକା ପ୍ରମାଣ ଦେଉଛି ସେ ବିଷୟରେ ଆଜିର ଚର୍ଚ୍ଚା ସାଙ୍ଗେ ଯୋଡ଼ିଛନ୍ତି ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ମାଳିକା ଗବେଷକ ଶ୍ରୀ ଦିବ୍ୟ ସିଂ ହରିଚନ୍ଦ୍ର ମହାଶୟ। ସ୍ୱାଗତ କରୁଛି ଆପଣଙ୍କୁ। ତେବେ ମିନଶନିର ବର୍ତ୍ତମାନ 16 ମାସ ପୁରୀ ଯାଇଛି ଆଉ ଆମେ ବି ଏପଟେ ଦେଖୁଛନ୍ତି ହୀରାକୁଦର 16 ନମ୍ବର ଫାଟକ ସେଟା ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଦୋହଲୁଛି। କେତେବେଳେ ବି କିଛି ବି ହେଇପାରେ। କ'ଣ କହିବେ ଏ ବିଷୟରେ ମାଳିକା କ'ଣ ପ୍ରମାଣ ଦେଉଛି? ଆପଣଙ୍କର 1785 ମସିହାରେ ଭୀମ ଭୋଇ ଲେଖିଛି 26 ଠାବରେ ହୀରାକୁଦ ଉଛୁଳିବ ଏ ଓଡ଼ିଶା ଅର୍ଦ୍ଧ ଭାଗ ଜଳମଗ୍ନ ହେବ। 26 ମସିହା ହେବ, 2026 ମସିହା ଯାହା କୁହନ୍ତି। ଆଗରେ ବିଂଶକୁ ରଖିବ ତାପରେ ଅଙ୍କ ମିଶାଇବ। ବିଂଶ ତ 20 ରଖିକିରି 26 ଡାହାଣେ ଲେଖିଲେ 2026 ମସିହା ହେବ। 2026 ମସିହାରେ ହୀରାକୁଦ ଉଛୁଳିବ ଏ ଓଡ଼ିଶା ଅର୍ଦ୍ଧଭାଗ ଜଳମଗ୍ନ ହେବ। ଓଡ଼ିଶାର ଅଧେ ଅଞ୍ଚଳ, ଓଡ଼ିଶାର ଯେଉଁ 30ଟା ଜିଲ୍ଲା ଲେଖିଛି ସେଥିରୁ ଅଧେ ଜିଲ୍ଲା ଜଳମଗ୍ନ ହେଇଯିବ। ୟାକୁ ଲେଖିଲେ ଆପଣଙ୍କର ଭୀମ ଭୋଇ। ଠିକ୍। କିନ୍ତୁ ଅଚ୍ୟୁତାନନ୍ଦ ୟା ପରେ କ'ଣ ଲେଖିଲେ? 600 ବର୍ଷ ତଳୁ ସେ ଲେଖିଲେ ହୀରାକୁଦ ନାମେ ବନ୍ଧ ହୋଇଯିବ ଓଡ଼ିଶା ରାଇଜେ ତହିଁ ଶତ୍ରୁ ବୋମାରେ ଭାଙ୍ଗିବ ସେ ବନ୍ଧ ହୋଇଯିବ ବଡ଼ ଘାଇ। ଓଡ଼ିଶାର 6 ଜିଲ୍ଲା ଯାଇ ବଙ୍ଗୋପସାଗରେ ପଡ଼ିବେ ଏଥି ସନ୍ଦେହ ନାହିଁ। 1528 ମସିହାରେ ଲେଖିଲେ ହୀରାକୁଦ ନାମରେ ଗୋଟେ ବନ୍ଧ ହେବ ଓଡ଼ିଶାରେ ଏବଂ ଶତ୍ରୁ ବୋମାର ସେ ବନ୍ଧଟା ଭାଙ୍ଗିଯିବ। 1528 ମସିହାକୁ ଏଇଟା 2026 ମସିହା ହେଲା, ବୁଝିଲା କି? ହାରାହାରି 600 ବର୍ଷ ହେଇଗଲା। କିନ୍ତୁ 600 ବର୍ଷ ତଳୁ ସେ ଲେଖିଲେ ଯେ ହୀରାକୁଦ ନାମେ ବନ୍ଧ ହୋଇଯିବ ଓଡ଼ିଶା ରାଇଜେ ତହିଁ। ହେଇଗଲା, ସେ କହିଥିଲେ ବନ୍ଧ ହେବା ପାଇଁ, ଏଠି ବନ୍ଧ ହେଲା। କିନ୍ତୁ ସେ ଲେଖିଲେ ଶତ୍ରୁ ବୋମାରେ ଭାଙ୍ଗିବ ସେ ବନ୍ଧ ହୋଇଯିବ ବଡ଼ ଘାଇ। ଶତ୍ରୁ ବୋମାରେ ସେ ବନ୍ଧ ଭାଙ୍ଗିଯିବ ଏବଂ ବଡ଼ ଘାଇ ହେଇଯିବ। ଓଡ଼ିଶାର ସେତେବେଳେ 13ଟା ଜିଲ୍ଲା ଥିଲା। 13ଟା ଜିଲ୍ଲାରୁ 6ଟା ଜିଲ୍ଲା ଭାଗ୍ୟ ମାନେ ଅଧା ହେଇଗଲା। ଆଉ କ'ଣ ଭୀମ ଭୋଇ ଯାହା ଲେଖିଲେ ଏ ବି ସେୟା ଲେଖିଲେ। ଆଉ 1955 ମସିହାରେ ହୀରାକୁଦ ବନ୍ଧ ତିଆରି କରିବା ପାଇଁ ଶୁଭ ଦେଲେ କିଏ? ଆପଣଙ୍କର ପଣ୍ଡିତ ଜବାହରଲାଲ ନେହେରୁ 1955 ମସିହାରେ। 1961 ମସିହାରେ ବନ୍ଧ କାମ ଶେଷ ହେଲା, ହୀରାକୁଦ ବନ୍ଧ କାମ। କିନ୍ତୁ ସେ 600 ବର୍ଷ ତଳୁ ଲେଖିଛନ୍ତି ହୀରାକୁଦ ନାମେ ବନ୍ଧ ହୋଇଯିବ ଓଡ଼ିଶା ରାଇଜେ ତହିଁ ଶତ୍ରୁ ବୋମାରେ ଭାଙ୍ଗିବ ସେ ବନ୍ଧ ହୋଇଯିବ ବଡ଼ ଘାଇ। ଶତ୍ରୁ ବୋମାରେ ସେ ବନ୍ଧଟା ଭାଙ୍ଗିଯିବ ବୋଲି ଅଚ୍ୟୁତାନନ୍ଦ ଲେଖିଲେ। କିନ୍ତୁ ଭୀମ ଭୋଇ ଲେଖିଲେ 26 ଠାବରେ ହୀରାକୁଦ ଉଛୁଳିବ ଏ ଓଡ଼ିଶା ଅର୍ଦ୍ଧଭାଗ ଜଳମଗ୍ନ ହେବ। ମାନେ 2026 ମସିହାରେ ହୀରାକୁଦଟା ଉଛୁଳି ପଡ଼ିବ, ଓଡ଼ିଶାର ଅର୍ଦ୍ଧଭାଗ ଜଳମଗ୍ନ ହେବ। ମାନେ ଶତ୍ରୁ ବୋମା ଦ୍ୱାରା ଉଛୁଳିବ କି ମନକୁ ସେ ପାଣିରେ ଉଛୁଳି ପଡ଼ିବ, ଓଡ଼ିଶାର ଅର୍ଦ୍ଧଭାଗ କିନ୍ତୁ ଜଳମଗ୍ନ ହେବ। କିନ୍ତୁ ହେବା କଥା ହେବ। କିନ୍ତୁ ଆପଣମାନେ ଦେଖୁଛନ୍ତି ଏବେ ମଧ୍ୟ ଓଡ଼ିଶାର ଅର୍ଦ୍ଧଭାଗ ଜଳମଗ୍ନ ହେଲା ଭଳି ପରିସ୍ଥିତି ହେଇଯାଇଛି। ଉପକୂଳବର୍ତ୍ତୀ ଯେତେ ସବୁ 6ଟା ଜିଲ୍ଲା ରହିଛି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ତାପରେ ଏପଟେ ଆମର ରହିଲା ପୁରୀ ବି କିଛି ଅଂଶ ରହିଛି ହେଲା କି? ଏପଟେ କେନ୍ଦୁଝର, ସେପଟେ ମୟୂରଭଞ୍ଜ, ନୂଆପଡ଼ା ବଡ଼ ବନ୍ୟା ଶିକାର ହେଇଛି।
ତେଣୁ ସେ ଯାହା ଲେଖିଛନ୍ତି ତା ଠିକ ହଉଛି, ହଁ ତା ହବ, ଆହୁରି ଜୋରରେ ହବ। ହୀରାକୁଦ ବନ୍ଧଟା ପୁରା ଭାଙ୍ଗିଯିବାଟା ଭାଙ୍ଗିଯିବ। 66ଟା ପୋଲ ଭିତରୁ 58ଟା ପୋଲ ଭାଙ୍ଗିଯିବ ଆଜ୍ଞା, 66 ପୋଲ ଭିତରୁ 66 ଗେଟ୍ ଭିତରୁ 58ଟା ଭାଙ୍ଗିଯିବ। ଭାଙ୍ଗିଯିବ। ଆଜ୍ଞା। ଆଚ୍ଛା ଆଚ୍ଛା, ବାପରେ। ଖାଲି ଏ 16 ନମ୍ବର ଗୋଟାଏ ନଷ୍ଟ ହେଇଯିବ ଏମିତି ନାହିଁ କିଛି, 58ଟା ବି ପୋଲ ଭାଙ୍ଗିଯିବ। ଭାଙ୍ଗିଗଲେ ଏତେ ଜୋରରେ ପାଣି ଆସିବ ଯେ କିନ୍ତୁ ଯାଇକି ବଙ୍ଗୋପସାଗରରେ ପାଣି ପଡ଼ିବ। 6ଟା ଜିଲ୍ଲା ଯାଇକି ଲୋକ, ଗୋରୁ ଗାଈ ମଣିଷ ଆଦି ସମସ୍ତେ ବଙ୍ଗୋପସାଗରରେ ପଡ଼ିବେ। ଓହୋ, ପୋଛିଦବ ନାଇଁ କି? ହୁଁ। ଆଉ ବେଶୀ କ୍ଷତି ହବ ଆମର ଉପକୂଳବର୍ତ୍ତୀ 6ଟା ଜିଲ୍ଲା। ବେଶୀ କ୍ଷତି ହବ ସମ୍ବଲପୁର, ବାରଣା, ହୁଁ, ତାପରେ ଆପଣଙ୍କର ଅନୁଗୁଳ, ଅନୁଗୁଳ, ଢେଙ୍କାନାଳ, କଟକ। କଟକ, ଜଗତସିଂହପୁର ସିଧା ହୁଁ, ଆପଣ ହୀରାକୁଦକୁ ହୀରା Straight ପାରା line ଟା। ଦୁହେଁ ଏକତ୍ର ହୋଇବେ ମନେ ରଖିଥିବୁ ପୁଅ। ରାମଦାସକୁ ଅଚଦା କହୁଛନ୍ତି, ଏ ପୁଅ ରାମଦାସ, ଏମିତି ହୀରା ପାରା ଦୁହେଁ ଏକାଠି ହେଇଯିବେ। ହୀରାକୁଦକୁ ପାରାଦୀପି ସବୁ ଜଳାର୍ଣ୍ଣବ ହେଇଯିବ। ତେଣୁ ସେ ଭିତରେ ଯେତେ ଗାଁ ଥିବ ସେଗୁଡ଼ାକ ଆଉ ରହିବନି। ଆପଣ ଏବେ ଦେଖୁଥିବେ ବାଙ୍କି ଏପଟୁ ପ୍ରାୟ ଖୋର୍ଦ୍ଧାର ଯେଉଁ ଅଟି ଉତ୍ସ ପ୍ରଶମନ ଅଛି, ଅଟି ଉତ୍ସ ପ୍ରଶମନ, ତାରି ଉପରେ ବି ଅଚ୍ୟୁତାନନ୍ଦ ଲେଖିଛନ୍ତି, ଫନ୍ଦା ପତିତ ହୋଇବ ଯେକାଳ, ଫାଟିଯିବ ହଟକେଶ୍ୱର ଚୂଳ, ସେଠାରେ ହୋଇବ ଏକ ସାଗର, ସହସ୍ର ଗ୍ରାମେ ନ ରହିବେ ନର। ମାନେ ଯେଉଁ ହଟକେଶ୍ୱର ମହାଦେବ ଅଛନ୍ତି ଅଟି ଉତ୍ସ ପ୍ରଶମନ ପାଖରେ, ହଁ, ଠିକ ଅଛନ୍ତି ସେଠି 1000 ଗାଁରେ ଲୋକ ରହିବେନି, ସେଠି ସାଗର ଭଳିଆ ପାଣି ମାଡ଼ିଯିବ। ଯେତେ ସବୁ ଗାଁ ଅଛି ସେଠି ଲୋକ ଅଛନ୍ତି, ସେଠି କେହି ଲୋକ ରହିବେନି। କେମିତି ରହିବେ? ସେଠାରେ ହୋଇବ ଏକ ସାଗର, ସହସ୍ର ଗ୍ରାମେ ନ ରହିବେ କି ନର। ସାଗର ହବ ମାନେ ଏକ୍ଜାକ୍ଟଲି ହବ କଣ, ମାନେ କଣ? ମାନେ ସମୁଦ୍ର ଭଳିଆ ଜଳାର୍ଣ୍ଣବ କିଛି ଦିନ ପାଇଁ ହେଇଯିବ ଆଉ କଣ। ଆଚ୍ଛା, 1000 ଗାଁର ଲୋକ ସେଠି ନଷ୍ଟ ହେଇଯିବେ ଆଉ। ଏବେ ଆଚ୍ଛା। ଯେମିତି ନୟାଗଡ଼ର ସେଟା ନୟାଗଡ଼ ଜିଲ୍ଲା, ହୁଁ, ନୟାଗଡ଼ ଜିଲ୍ଲା ସେଇଟା ହଁ, ଏବେ କେତେ ଅଞ୍ଚଳ ଜଳମଗ୍ନ ହେଇଛି ଆପଣ ଦେଖନ୍ତୁ। ହୁଁ, ଏବେ ପାଣି ଛାଡ଼ିଗଲାଣି, ଆଜି ଦିନ ସାରା ପାଣି ଛାଡ଼ି ଯାଇଛି, କିନ୍ତୁ ସେଠି ଜଳାର୍ଣ୍ଣବ ହେଇକି ବର୍ତ୍ତମାନ ବି ଅଛି। ଖାଲୁଆ ଜାଗାଟା, ୱାନ୍ସ ପାଣି ପଶିଲେ ଖାଲ ପାଣି ଜାଗା। ଆଉ ବାହାରି ଆଜ୍ଞା। ପାରେ ନା। ତେଣୁ କେତେ ଆଗରୁ ଏତେ ଦୂରଦ୍ରଷ୍ଟା। ତେବେ ଖୋର୍ଦ୍ଧା ଆଉ ନୟାଗଡ଼ ଏ ଦିଟା ଯାକ ଜିଲ୍ଲା ଫସିବେ। ହଁ, ନାଇଁ ଏ କି? ଫସିଯିବ ଆଜ୍ଞା। ଖୋର୍ଦ୍ଧା ନୟାଗଡ଼ ବି ନଷ୍ଟ ହବ। ଆଚ୍ଛା, ଖାସ କରିକି ଏଟା ହଉଛି ଖୋର୍ଦ୍ଧା ଜଳପ୍ରଳୟ ନୟାଗଡ଼, କଥା। ପୁରୀ, କଟକ, ସେପଟେ ଆପଣ ସେପଟୁ ବାଲେଶ୍ୱର, ଭଦ୍ରକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏଗୁଡ଼ା ସବୁ ନଷ୍ଟ ହେଇଯିବ ଆଉ। ଫସିବେ ମାନେ ଆଉ। ଆଚ୍ଛା ଆଚ୍ଛା, ତାପରେ ଏ ବେଲ୍ଟରେ ବି ଲୋକ ତାପରେ ସଂଖ୍ୟା ବହୁତ ଗଞ୍ଜାମ ଅଧିକ। ବି ନଷ୍ଟ ହେଇଯିବ। ଗଞ୍ଜାମ ବି। ଗଞ୍ଜା ସହର ଆଉ ନ ରହିବ, ପର୍ବତ ପରା ଫାଟିଯିବ ଧ୍ରୁବ। ଗଞ୍ଜା ସହର ବି ରହିବନି, ଆଉ ଗଞ୍ଜାମ ଜିଲ୍ଲା ରହିବନି, ସେଗୁଡ଼ାକ ବି ନଷ୍ଟ ହେଇଯିବ। କିନ୍ତୁ ହୀରାକୁଦ ବିଷୟ ଯୋଉ ଲେଖା ହେଇଛି ଯେ କି ହୀରାକୁଦ ଯୋଉ 26 ଠାବରେ ହୀରାକୁଦ ଉଛୁଳି ଯିବ, ଆଜ୍ଞା। ତେବେ ଏଟା କଣ ଉଛୁଳିବା ଆଉ ଭାଙ୍ଗିବା କଣ ଏକା କଥା? ନାଇଁ, ଅଲଗା କଥା। ଉଛୁଳିବ କଣ ପୁଣି ଭାଙ୍ଗିବ କଣ? ଉଛୁଳିବା ତ ବନ୍ଧଟା ବାହାରେ ବୁଡ଼ିଯିବ, ଆଚ୍ଛା, ପାଣି ଦ୍ୱାରା ଭାଙ୍ଗିଯିବ ବା ପାଣି ଏତେ ମାତ୍ରାରେ ବୁଡ଼ିଯିବ। ଆସିବ ଯେ ପାଣି, ସେ ବନ୍ଧ ବୁଡ଼ିଯିବ। ଆଚ୍ଛା, ବନ୍ଧ ବୁଡ଼ିଯିବ। ବନ୍ଧ ଉଛୁଳିଯିବ, ଏଇଟା ହେଲା କଥାଟା। କିନ୍ତୁ ଭାଙ୍ଗିବାଟା ହଉଛି ଶତ୍ରୁ ବୋମାରେ ଭାଙ୍ଗିଯିବ। ଶତ୍ରୁ ବମରେ ଭାଙ୍ଗିବ, ନାଇଁ କି? ଆଚ୍ଛା ଆଚ୍ଛା, ଏଇଟା ହଉଛି କଣ ମାନେ 26 ଆଉ 27 ଦିଟାକୁ ଟାର୍ଗେଟ ହେଇଛି। 27 ମସିହାରେ ତ ଆପଣଙ୍କର ସମୁଦ୍ର ପାଣି ମାଡ଼ିବ, କିନ୍ତୁ 26 ମସିହାରେ ହୀରାକୁଦ ପାଣି ମାଡ଼ିବ। 26ରେ ହୀରାକୁଦ ପାଣିଟା ମାଡ଼ିବ। ଆଜ୍ଞା। ଆଚ୍ଛା, 27ରେ ସମୁଦ୍ର ପାଣି ମାଡ଼ିବ। ଆଉ ସେଇଟା ହଉଛି ଯୋଉ ହୀରାପାରା ଏକତ୍ର ହେବେ, ଏଇଟା ହଉଛି 27କୁ ଟାର୍ଗେଟ କରାଯାଉଛି, 27 ନାଇଁ କି? ପୂର୍ବରୁ। ଆଚ୍ଛା, ଯୋଉ ଡ୍ୟାମ ଯୋଉ ମାନେ ବନ୍ଧ ଭାଙ୍ଗିବା କଥା ଯୋଉ ଲେଖା ହେଇଛି, ମନେକର ଶତ୍ରୁ ପକ୍ଷ ଦ୍ୱାରା ବନ୍ଧ ଭାଙ୍ଗି ଦିଆଯିବ, ଠିକ ଅଛି, ଏବେ ଯୋଉ କୁହାଯାଇଛି, ତେବେ ଏଇଟା କେବଳ ହୀରାକୁଦ ଡ୍ୟାମକୁ ଟାର୍ଗେଟ ନା ଭାରତରେ ଯେତେ ସବୁ ଡ୍ୟାମ ଅଛି ସେ ସବୁ ଭାଙ୍ଗିବ? କେବଳ ହୀରାକୁଦ ବନ୍ଧ ଉପରେ ସେ ଲେଖିଛନ୍ତି, ହୀରାକୁଦ ନାମେ ବନ୍ଧ ହୋଇଯିବ ଓଡ଼ିଶା ରାଇଜେ ତହିଁ, ଶତ୍ରୁ ବୋମାରେ ଭାଙ୍ଗି ବସେ ବନ୍ଧ ହୋଇଯିବ ବଡ଼ ଘାଇ। ଆଚ୍ଛା, ଓଡ଼ିଶାର 6 ଜିଲ୍ଲା ଯାଇ ବଙ୍ଗୋପସାଗରରେ ପଡ଼ିବେ ଏଥି ସନ୍ଦେହ ନାହିଁ। ମାନେ ଶତ୍ରୁ ବୋମାର ଯେ ବନ୍ଧଟା ଭାଙ୍ଗିଯିବ, ମାନେ ଏକା ବେଳକେ ପାଣି ଛୁଟିଯିବ ଆଉ କଣ, ଯାଇକି କୋଉଠି ବଙ୍ଗୋପସାଗରରେ ପଡ଼ିବ, ପାରାଦୀପ ସିଧା ଆଉ କଣ, ସେତେବେଳେ ହୀରାପାରା ଦୁଇ ଏକାଠି ହେବେ। କିନ୍ତୁ ଏଇଟା ନିଶ୍ଚିତ ହବ। ଆଚ୍ଛା, ଯୁଦ୍ଧଟା 2026ରୁ 27 ମସିହା ପର୍ଯ୍ୟନ୍ତ 13 ମାସ ଲାଗି ରହିବ। ମହାଭାରତ ଯୁଦ୍ଧ ଓଳିଏ ବାକି ଥିବ, ଏହି ଓଳିକରେ 13 ମାସେ ଭୋଗ ହେବ। ଯୁଦ୍ଧଟା 13 ମାସ ଭୋଗ ହବ। ମହାଭାରତ ଯୁଗରେ 18 ଦିନ ମହାଭାରତ ଯୁଦ୍ଧ ହବା କଥା, 17 ଦିନ ଓଳିଏ ଯୁଦ୍ଧ ହେଇଛି,
ଆଉ ଗୋଟେ ଓଳି ବାକି ଅଛି, ଯୁଦ୍ଧ ହେଇନି। କିନ୍ତୁ ସେଇ ଓଳିକ ପାଇଁ ଆପଣଙ୍କର ଅମର ଜୁମରରେ ଅଚ୍ୟୁତାନନ୍ଦ ଲେଖିଲେ ମହାଭାରତ ଯୁଦ୍ଧ ଓଳିଏ ବାକି ଥିବ, ଏହି ଓଳିକରେ 13 ମାସେ ଭୋଗ ହେବ। ତେଣୁ 13 ମାସେ ଯୁଦ୍ଧ ଚାଲିବ। ଏ ଯୁଦ୍ଧଟା ଭାରତ ପାକିସ୍ତାନ ରୁ ଆରମ୍ଭ ହେବ। ଆପଣ ଏବେ ଦେଖୁଥିବେ ପାକିସ୍ତାନ କୋଉ ପ୍ରକାର ବ୍ୟବସ୍ଥା କଲାଣି ଭାରତ ବିରୁଦ୍ଧରେ। ସମସ୍ତେ ବି ଜାଣୁଥିବେ 2 ଦିନ ଭିତରେ ବର୍ଡରରେ ପୁରା ବ୍ୟବସ୍ଥା ଚାଲିଛି ହେଲା କି, ଆଉ ଇଣ୍ଡିଆନ ଇଣ୍ଟେଲିଜେନ୍ସ ବିଭାଗ ସେ ତ ପାଖରେ ବି ଲେଖିଛନ୍ତି ନା, ଏହି ଭାରତ ସଙ୍ଗେ ପାକିସ୍ତାନଟି ରଙ୍ଗେ କାଶ୍ମୀର ପାଇଁ କରିବ ସମର ଘର। ତେଣୁ କାଶ୍ମୀରକୁ ନେବା ପାଇଁ ଭାରତ ସାଙ୍ଗରେ ପାକିସ୍ତାନ ଯୁଦ୍ଧ କରିବ। ଏ ଯୋଉ ଭାରତ ପାକିସ୍ତାନ କାଶ୍ମୀର ଏ ଯୋଉ 3ଟା ନାଁ ଆସିଲା, ଆଜ୍ଞା ଏଟାକ ଭବିଷ୍ୟବାଣୀକା ଲେଖା ଥିଲା 600 ବର୍ଷ ପୂର୍ବରୁ। ଆଜ୍ଞା ହାଁ 600 ବର୍ଷ ଏବେକା ପୂର୍ବରୁ। ଲେଖା ନୁହେଁ ଏଟା। ଶୁଣନ୍ତୁ ଆଜ୍ଞା, 600 ବର୍ଷ ତଳୁ ଆପଣଙ୍କର କାନ୍ଦାହାର, ବେଲୁଚିସ୍ତାନ, ପାକିସ୍ତାନ ଏଗୁଡ଼ାକ ସବୁ ଗୋଟିଏ ରାଜ୍ୟ ହେଇକି ଭାରତ ଏସବୁ ଗୋଟିଏ ରାଜ୍ୟ ହେଇକି ଥିଲା। କାହିଁକିନା ଦ୍ୱାପର ଯୁଗରେ ଭାରତର ଅଂଶ। ଅଖଣ୍ଡ ଭାରତ ଥିଲା ଆଜ୍ଞା, ସେଟା ଅଖଣ୍ଡ ଭାରତ। ଠିକ ଠିକ। କିନ୍ତୁ ମହାଭାରତ ସମୟରେ ଆପଣଙ୍କର କାନ୍ଦାହାରର ରାଜା ଗାନ୍ଧାର ସେନ, ସେତେବେଳେ ତାକୁ କହୁଥିଲେ ଗାନ୍ଧାର ରାଜ୍ୟ। ଏବେ କହୁଛନ୍ତି ତାକୁ କାନ୍ଦାହାର ବୋଲି। ବିଲକୁଲ। ତେଣୁ ସେଇ କାନ୍ଦାହାର ବା ଗାନ୍ଧାର ରାଜ୍ୟର ରାଜା ଥିଲେ ଗାନ୍ଧାର ସେନ। ତାଙ୍କର ଝିଅ ଥିଲା ଗାନ୍ଧାରୀ, ଆଉ ତାଙ୍କ ପୁଅ ଥିଲା ଶକୁନି। କିନ୍ତୁ ଆପଣ ଜାଣିଥିବେ ଗାନ୍ଧାରୀ କି ଧୃତରାଷ୍ଟ୍ର ବିବାହ କରିଥିଲେ। କିନ୍ତୁ ଭାରତ ସହିତ ଆପଣ ଦିଲ୍ଲୀ ସହିତ ଆପଣ କାନ୍ଦାହାରର କେତେ ସମ୍ପର୍କ, ସେ ଗୋଟିଏ ଦେଶ ହେଇକି ସେତେବେଳେ ଥିଲା। ବର୍ତ୍ତମାନ ଆପଣଙ୍କର ବେଲୁଚିସ୍ତାନ ଅଲଗା ହେଇଗଲା, କିଜିକିସ୍ତାନ ଅଲଗା ହେଇଗଲା, ପାକିସ୍ତାନ ଅଲଗା ହେଇଗଲା, ଇଏ ଆଉ ଗୋଟେ ସେଟା ରହିଲା କ'ଣ ବଲୁଚିସ୍ତାନ, ସେଗୁଡ଼ା ସବୁ ଅଲଗା ଅଲଗା ହେଇଗଲା ଆଜ୍ଞା। କିନ୍ତୁ ସେଇଟା ଭାରତ ସାথে ମିଶିକି ଥିଲା। କିନ୍ତୁ ସେ କେତେ ବର୍ଷ ତଳୁ ସେ ଲେଖିଛି, ଏହି ଭାରତ ସଙ୍ଗେ ପାକିସ୍ତାନଟି ରଙ୍ଗେ କାଶ୍ମୀର ପାଇଁ କରିବ ସମର ଘର। କାଶ୍ମୀରକୁ ନେବା ପାଇଁ ସେ ଯୁଦ୍ଧ କରିବ। ପୁଣି ଚୀନ ସୈନ୍ୟ, ତୁର୍କୀ ଇରାକ ଜାଣ, ବ୍ରିଟିଶ ଯେ ଆମେରିକା ସର୍ବେ ମିଳିନ, ପାକିସ୍ତାନକୁ ବଳ ଅସ୍ତ୍ର ଶସ୍ତ୍ର ଆବର, ଯୋଗାଇ ଦେବେ କଥା ନିଶ୍ଚିତ ହେନ। ପାକିସ୍ତାନକୁ କୋଉମାନେ ସାହାଯ୍ୟ କରିବେ ନା, ପୁଣି ଚୀନ ସୈନ୍ୟ, ଚାଇନା ଲୋକ ସାହାଯ୍ୟ କରିବେ। ତୁର୍କୀ ଲୋକ ସାହାଯ୍ୟ କରିବେ। ଇରାକ ଲୋକ ସାହାଯ୍ୟ କରିବେ। ବ୍ରିଟିଶ ଯେ ଆମେରିକା ସର୍ବେ ମିଳିନ, ଇଂଲଣ୍ଡ, ବ୍ରିଟିଶ ହେଉଛି ଇଂଲଣ୍ଡ ରାଜ୍ୟ। ଇଂଲଣ୍ଡ ଏବଂ ଆମେରିକା, ଚାଇନା, ତୁର୍କୀ, ଇରାକ ଏଗୁলো ସବୁ ସାହାଯ୍ୟ କରିବେ କାହାକୁ? ପାକିସ୍ତାନକୁ। ଏହା ଦେଖି ରୁଷିଆ ଆସି ହୋଇବ ଠିଆ, ଭାରତ ସମର କ୍ଷେତ୍ରରେ ସେ ଏକୁଟିଆ। ଏକମାତ୍ର ରୁଷିଆ ଆସିକି ଭାରତ ସପକ୍ଷରେ ରହିବ। ଆଉ ଜର୍ମାନ ବି ଭାରତକୁ ସାହାଯ୍ୟ କରିବ। ଜର୍ମାନ, ଜାପାନ ଆଉ ରୁଷିଆ, ଇଏ ଭାରତ ଗୋଟାଏ ପଟେ, ବାକି ଆଉ ସବୁ ଦେଶ ଗୋଟାଏ ପଟେ ଚାଲିବ ଯୁଦ୍ଧ। ଆଉ ଏ ଯୁଦ୍ଧରେ ଆପଣଙ୍କର ଓଡ଼ିଶାର କ'ଣ ଭାରତର ବହୁତ ଅଞ୍ଚଳ ବି କ୍ଷତି ହେବ। ଦିଲ୍ଲୀ, ବମ୍ବାଇ, କଲିକତା, ମାଡ୍ରାସରେ ଜାଣ, ପ୍ରଥମେ ଘାଉଲା ହେବେ ବମ୍ ମାଡ଼େ ପୁଣ। ଦିଲ୍ଲୀ, ବମ୍ବେ, କାଲକାଟା, ମାଡ୍ରାସ ୟାରି ଉପରେ ସବୁ ପଡ଼ିବ। ମହାନଗର ଯୋଉ ରହିଛି, ମେଟ୍ରୋ ସିଟି ରହିଛି, ବମ୍ ସବୁ ପଡ଼ିବ। ବମ୍ ପଡ଼ିଲେ 20 ଲୋକ ବି ଏଥିରେ ନଷ୍ଟ ହେଇଯିବେ, ବୁଝିଲେ। ଭୁବନେଶ୍ୱର ତ ପୁଣି ରାଜଧାନୀ ଜାଣ, ପ୍ରଥମେ ଘାଉଲା ହେବେ ବମ୍ ମାଡ଼େ ପୁଣ। ଭୁବନେଶ୍ୱର ରାଜଧାନୀ ଉପରେ ମଧ୍ୟ ବମ୍ ପଡ଼ିବ, ବହୁତ ଲୋକ କ୍ଷୟକ୍ଷତି ହେବେ ଏଇ ଯୁଦ୍ଧରେ। ଭୁବନେଶ୍ୱରକୁ ଆଟାକ୍ ହେବ ଏଥିପାଇଁ ଯେହେତୁ ଏଟା କ୍ୟାପିଟାଲ, ରାଜଧାନୀ ଯେହେତୁ।